हरे कृष्णा भगवद गीतारे भगवान कहते प्रकृति क्रियमाणानि गौणै कर्मणि सर्वश अहंकार विमरात्मा कर्तव्यमिति मन्यते। এই প্রকৃতিরে যাহা কিছু কার্য চালিছি ସବୁକିଛି ଭଗବାନଙ୍କର ଅଧ୍ୟକ୍ଷତାରେ ଚାଲିଛି। ଆପଣମାନେ ଦେଖନ୍ତୁ এই ପ୍ରକୃତି କେତେ ସୁନ୍ଦର, କେତେ ସ୍ନିଗ୍ଧ, ସ୍ୱଚ୍ଛ, ଆନନ୍ଦମୟ। এই ପ୍ରକୃତିକୁ ଦେଖିକି ଲୋକମାନେ କେତେ ଆନନ୍ଦିତ ହୁଅନ୍ତି, ଆଶ୍ଚର୍ଯ୍ୟ ହୁଅନ୍ତି, এটা କେମିତି ସମ୍ଭବ। ଜଳଜଗତରେ ସୌନ୍ଦର୍ଯ୍ୟ ଦେଖିକି ଲୋକମାନେ ଆକୃଷ୍ଟ ହେଇଯାଆନ୍ତି। ଚିନ୍ତା କରନ୍ତୁ এই ପ୍ରକୃତିକୁ ଯେ ସୃଷ୍ଟି କରିଛନ୍ତି ସେ ଅନନ୍ତ କୋଟି ବ୍ରହ୍ମାଣ୍ଡର ମାଲିକ, ସେ କେତେ ସୁନ୍ଦର। ସେଥିପାଇଁ ଶାସ୍ତ୍ର କୁହାଯାଉଛି କନ୍ଦର୍ପ କୋଟି କମନୀୟ ବିଶେଷ ସ୍ୱଭାବ।